23 ମାର୍ଚ୍ଚ 2026 सोमवार स्वयं प्रभु महादेवଙ୍କ शुभ आशीर्वाद सहित ग्रहରେ शुभ चलन एवं ग्रहମାନଙ୍କ ଭିତରେ ବୃହସ୍ପତିଙ୍କର ରାଶି ପରିବର୍ତ୍ତନ ଏହାର ସ୍ୱତନ୍ତ୍ର ପ୍ରଭାବ 12ଗୋଟି ରାଶି ଚକ୍ରଙ୍କ ଉପରେ ପଡ଼ିବାକୁ ଯାଉଛି। ସେଥିମଧ୍ୟରୁ 7ଗୋଟି ରାଶି ହେବାକୁ ଯାଉଛନ୍ତି ଅତ୍ୟନ୍ତ ମହାଭାଗ୍ୟଶାଳୀ ଆଜିର ଦିନରେ। ପ୍ରତିଟି କାର୍ଯ୍ୟରେ ସଫଳତା ପାଇବା ସହିତ ବିଜନେସ୍ ବାଣିଜ୍ୟରେ ପ୍ରଚୁର ଟଙ୍କା ଇନଭେଷ୍ଟ କରିବେ ଏବଂ ସମାଜରେ ମାନ ସମ୍ମାନ ଯଶ ବୃଦ୍ଧି ପାଇବ। ପରିବାରରେ ଦୀର୍ଘଦିନ ଧରି ଲାଗି ରହିଥିବା କଳହ ଏବେ ସମାପ୍ତ ହେବା ପାଇଁ ଯାଉଛି। ପରିବାରରେ ସୁଖ ଶାନ୍ତି ସମୃଦ୍ଧି ମିଳିବ। ପ୍ରତିଟି ଇଚ୍ଛା ଏବଂ ପ୍ରତିଟି ମନସ୍କାମନା ପୂର୍ଣ୍ଣ ହେବା ପାଇଁ ଯାଉଛି ଆଜିର ଦିନରେ। ଆପଣମାନେ ଯଦି ସହୃଦୟରେ ସ୍ୱୟଂ ପ୍ରଭୁ ମହାଦେବଙ୍କୁ ଶ୍ରଦ୍ଧା ଏବଂ ଭକ୍ତି କରନ୍ତି ତ ଭିଡ଼ିଓଟିକୁ ଲାଇକ୍ କରିବା ସହିତ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ ଏବଂ କମେଣ୍ଟ ବକ୍ସରେ ଦେବଦେବ ମହାଦେବ ଲେଖି ଜଣାନ୍ତୁ। ଏବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ 7ଗୋଟି ରାଶିଚକ୍ରଙ୍କର ନାମ। ପ୍ରଥମ ଭାଗ୍ୟଶାଳୀ ରାଶି ହେଉଛନ୍ତି ମିଥୁନ ରାଶି, ଦ୍ୱିତୀୟ ଭାଗ୍ୟଶାଳୀ ରାଶି କର୍କଟ ରାଶି, ତୃତୀୟ ଭାଗ୍ୟଶାଳୀ ରାଶି ଧନୁ ରାଶି, ଚତୁର୍ଥ ଭାଗ୍ୟଶାଳୀ ରାଶି ମକର ରାଶି, ପଞ୍ଚମ ଭାଗ୍ୟଶାଳୀ ରାଶି ତୁଳା ରାଶି, ଷଷ୍ଠ ଭାଗ୍ୟଶାଳୀ ରାଶି ବିଛା ରାଶି, ସପ୍ତମ ବା ଶେଷ ଭାଗ୍ୟଶାଳୀ ରାଶି କୁମ୍ଭ ରାଶି। ତ ଦର୍ଶକ ବନ୍ଧୁ ଏଇ ଥିଲା ଭାଗ୍ୟଶାଳୀ ରାଶିଚକ୍ରଙ୍କର ନାମ। ଆପଣମାନଙ୍କର ଯଦି ଏଇ ରାଶିଚକ୍ର ଭିତରେ ରାଶି ଥାଇପାରେ ତ ନିହାତି ଭିଡ଼ିଓଟିକୁ ଲାଇକ୍ କରିବା ସହିତ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ ଏବଂ କମେଣ୍ଟ ବକ୍ସରେ ଦେବଦେବ ମହାଦେବ ଲେଖି ଜଣାନ୍ତୁ।